ବି ସ୍ୱପ୍ନ ଅଛି ଆମର ତାହା ପୂରଣ ହେବା କାରଣ ହେଉଛି ଆମ ଥିଙ୍କିଂ। ଆପଣ ଶୁଣିଥିବେ ବହୁତ ଲୋକ କୁହନ୍ତି କି ବଡ଼ ଭାବନ୍ତୁ ସ୍ୱପ୍ନ ପୁରା ହେବ, ବଡ଼ ଭାବିଲେ ହିଁ ସ୍ୱପ୍ନ ପୁରା ହେବ, କିନ୍ତୁ ତାହା ମିଥ୍ୟା ଅଟେ। ଏଇ କଥା କି କହିବେନି ତ ଧ୍ୟାନ ଦେଇ ଶୁଣନ୍ତୁ, କାହିଁକି ବଡ଼ ଭାବିଲେ ଆପଣ ସଫଳ ହୋଇପାରିବେନି। ବଡ଼ ଭାବିଲେ କ'ଣ ହେବ, ଆପଣ ବଡ଼ କରିବା ତୁରନ୍ତ ଆରମ୍ଭ କରିଦେବେନି। ବଡ଼ ଭାବିଲା ପରେ ସେଇଠି ଆପଣଙ୍କ ଡ୍ରିମ୍ ରହିବ। ବଡ଼ ହେଇଗଲା ପରେ କ'ଣ ହେବ, ତ ଡ୍ରିମ୍ ଦୁନିଆରେ ଆପଣ ରହିବେ। ମୁଁ ଯଦି ବଡ଼ ଭାବିଲି ତ ବଡ଼ ଭାବିଲା ପରେ କ'ଣ ସୋସାଇଟି ମୋତେ କ'ଣ କହିବ, ମୋ ଫ୍ୟାମିଲି ମୋତେ ତାରିଫ କରିବ, ମୁଁ ସଫଳ ହେଇଛି। ସେଇ ଡ୍ରିମ୍ ଦୁନିଆରେ ଆପଣ ରହିବେ। କିନ୍ତୁ ସେଇ ଡ୍ରିମ୍ ଦୁନିଆରେ ରହିକି ଯେତେବେଳେ ଆକ୍ସନ୍ ନେବା ଆରମ୍ଭ କରିବେ, ସେତେବେଳେ ଦେଖିବେ ଆପଣ ଲାଇଫ୍ରେ ପ୍ରୋବ୍ଲେମ୍ସ ଆସୁଛି, ଚ୍ୟାଲେଞ୍ଜେସ୍ ଆସୁଛି, ପେନ୍ ହେଉଛି, ଫିଲିଙ୍ଗସ୍ ଭଲ ହେଉନି। ଫିଲିଙ୍ଗସ୍ ଭଲ ନହେଲେ ବି କେତେ ଟାଇମ୍ ପର୍ଯ୍ୟନ୍ତ ଆପଣ କାମ କରିବାକୁ ପଡ଼ିବ। କିନ୍ତୁ ଆପଣ ବଡ଼ ଭାବିଥିବେ, ଆପଣଙ୍କ ଆଇଡେଣ୍ଟିଟି ତାହା ସିଫ୍ଟ ହେଇଯାଇଥିବ ଆଇଡେଣ୍ଟିଟିରେ, ଏବଂ ଆପଣ ନୂଆ ଆଇଡେଣ୍ଟିଟି ତିଆରି ହେଇଗଲା କି ମୁଁ ବଡ଼ ମଣିଷ, ଧନୀ ମଣିଷ ଅଟେ। ତ ଆପଣ ଛୋଟ ଲୋକଠୁ ଶିଖିପାରିବେନି କିଛି। ଚ୍ୟାଲେଞ୍ଜେସ୍କୁ ଓଭରକମ୍ କରିବା ପାଇଁ ଯେଉଁ ପେନ୍ ହେବ, ସେ ପେନ୍କୁ ସହିପାରିବେନି। ତ ସେଇ ଟାଇମ୍ରେ ଆପଣ ନିଜ ମାଇଣ୍ଡ ହିଁ ଆପଣଙ୍କୁ ଷ୍ଟପ୍ କରିବ, କାମ କରିବାକୁ ଦେବନି। ତାପରେ କେତେ ଟାଇମ୍ ପରେ କ୍ୱିଟ୍ କରିଦେବେ। ତ ବଡ଼ ଭାବନ୍ତୁ ମନା ନାହିଁ, କିନ୍ତୁ ଇମିଡ଼ିଏଟ୍ ଆକ୍ସନ୍ ନିଅନ୍ତୁ। ଡେଲି ଆପଣ କ'ଣ ଆକ୍ସନ୍ ନେଲେ, କ'ଣ ଗୋଲ୍ ଆପଣ ଆଚିଭ୍ କଲେ, ସେ ବଡ଼ ଗୋଲ୍କୁ ଛୋଟ ଗୋଲ୍ରେ ବିଭକ୍ତ କରି ଛୋଟ ଗୋଲ୍କୁ ଆଚିଭ୍ କରିବା ପାଇଁ, ଡେଲି ଆଚିଭ୍ କରିବା ପାଇଁ କାମ କରନ୍ତୁ। ଡେଲି କାମ କଲେ ଆପଣ ଡେଲି ସକ୍ସେସ୍ ହେବାକୁ ପଡ଼ିବ। ଡେଲି ଛୋଟ ଛୋଟ କାମ ଆଚିଭ୍ କଲେ ଆପଣ ସକ୍ସେସଫୁଲ୍ ହେଇଯିବେ।